ସମସ୍ତଙ୍କୁ ସର୍ବପ୍ରଥମେ ନମସ୍କାର। ଆପଣମାନେ ଜାଣିଥିବେ ଏ ଡବଲ ଇଞ୍ଜିନ୍ ସରକାର ଆସିବା ପରଠାରୁ ବିଭିନ୍ନ ପ୍ରକାର ଯୋଜନା କରାଯାଉଛି, ବଜେଟ୍ ପରେ ବଜେଟ୍ କରାଯାଉଛି, କିନ୍ତୁ ବଜେଟ୍ର ଟଙ୍କା ଉଚିତ ଜାଗାରେ ଏବଂ ଠିକ୍ ଭାବରେ ସୁଚାରୁ ରୂପରେ ତାର ସମ୍ପାଦନ କରାଯାଇପାରୁନି, ଖର୍ଚ୍ଚ କରାଯାଇପାରୁନି। ଏ ଦୁର୍ଭାଗ୍ୟର ବିଷୟ। ସରକାର କେବଳ ବର୍ତ୍ତମାନର ସରକାର କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବଜେଟକୁ ପ୍ରତ୍ୟେକ ଥର ବଢେଇକି ପାରିତ କରୁଛନ୍ତି, କିନ୍ତୁ ସେତିକି ଟଙ୍କା ସାରି ପାରୁନାହାନ୍ତି। ଏହା ଏକ ବିଡମ୍ବନା ଓଡ଼ିଶା ପାଇଁ। ଆଜି ଦେଖନ୍ତୁ, ଏତେ ଲକ୍ଷ ଲକ୍ଷ ଟଙ୍କାର ବଜେଟ୍ ହେବା ପରେ ମଧ୍ୟ ଆଜି ଓଡ଼ିଶାର ସ୍ଥିତି କୋଉ ସ୍ଥାନରେ? ଆଜି ଭାରତରେ ଯଦି ଆମେ ଦେଖିବା ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥିତି ତଳ ଆଡୁ ପ୍ରଥମେ ଅଛି। 2025-26 ମସିହାରେ 2,90,000 କୋଟି ଟଙ୍କାର ବଜେଟ୍ କରାଯାଇଥିଲା। ସେଥିରୁ କେବଳ ଖର୍ଚ୍ଚ କରାଯାଇଛି 1,63,000, ମାନେ କହିବାକୁ ଗଲେ ତାହା ପାଇଁ 57%। ମାନେ ଯେଉଁ ତୁଳନାରେ ଖର୍ଚ୍ଚ କରାଯିବା କଥା ସେ ତୁଳନାରେ ଖର୍ଚ୍ଚ କରାଯାଇ ନାହିଁ। ପୁଣି ଗତକାଲିର ଅଭିଭାଷଣ ଆପଣ ଶୁଣିଥିବେ ମାନ୍ୟବର ରାଜ୍ୟପାଳଙ୍କର। ସେ ସାମ୍ବିଧାନିକ ପଦବୀରେ ଅଛନ୍ତି, ଓଡ଼ିଶାର ଏକ ସର୍ବୋଚ୍ଚ ପଦବୀରେ ଅଛନ୍ତି ସିଏ। କିନ୍ତୁ ଏ ଡବଲ ଇଞ୍ଜିନ୍ ସରକାର, ବର୍ତ୍ତମାନର ରାଜ୍ୟ ସରକାର, ତାଙ୍କୁ ମଧ୍ୟ ସେସବୁ ଛାଡ଼ିଲେ ନାହିଁ ମିଛ କହିବାରେ। ସିଏ ମଧ୍ୟ ଆସି ବିଧାନସଭା ଭଳି ପବିତ୍ର ଗୃହରେ, ଏକ ଗଣତନ୍ତ୍ରର ମନ୍ଦିର ଘରରେ ସେ ଆସି ଅନର୍ଗଳ 2 ଘଣ୍ଟା ମିଛ ଭାଷଣ ଦେଇକି ଗଲେ। ସେ ଭାଷଣରେ ନା କଣ ସତ୍ୟତା ଅଛି, ନା ସେ ଭାଷଣରେ କଣ ମର୍ମ ଅଛି, ନା ସେ ଭାଷଣର କଣ କାର୍ଯ୍ୟକାରୀ ହେଇଛି। କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବିଭିନ୍ନ ପ୍ରକାର ନାରାବାଜି ଏ ସରକାର କରୁଛନ୍ତି। ଏହାକୁ କଂଗ୍ରେସ ଦଳ ତରଫରୁ ଆମେ ଦୃଢ଼ ନିନ୍ଦା କରୁଛୁ। ସରକାର ଯଦି ବର୍ତ୍ତମାନ ସଚେତନ ହେବେ ନାହିଁ ଏବଂ ଲୋକଙ୍କ ରାଜସ୍ୱ ଟଙ୍କାକୁ ଯଦି ଉଚିତ ଭାବରେ ଖର୍ଚ୍ଚ କରିବେ ନାହିଁ, ଆସନ୍ତା ଦିନରେ କଂଗ୍ରେସ ଏକ ବଡ଼ ଆନ୍ଦୋଳନ କରିବ, ଆବଶ୍ୟକ ପଡ଼ିଲେ ବିଧାନସଭା ଘେରାଉ ମଧ୍ୟ କରିବ। ତେଣୁ ଆପଣମାନେ ଜାଣିଥିବେ ଗତ ବର୍ଷ ଯୋଉ ବଜେଟ୍ ମଧ୍ୟ ହେଇଥିଲା, ଉତ୍ତର ଓଡ଼ିଶା ବିକାଶ ପରିଷଦ, ଦକ୍ଷିଣ ଓଡ଼ିଶା ବିକାସ ପରିଷଦ ବୋଲି 200 କୋଟି 500 କୋଟି ଲେଖାଏଁ ବଜେଟ୍ କରାଗଲା। ଆଜି ଯାଇ ଟଙ୍କାଟିଏ ଖର୍ଚ୍ଚ କରାଗଲା ନାହିଁ। ଯେଉଁ ରାଜ୍ୟର ବଜେଟ୍ ହଉଛି ସେ ବଜେଟ୍ ଟଙ୍କାରେ ନା ଉନ୍ନତିମୂଳକ କାମ ହେଇପାରୁଛି, ନା ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ଼ ହେଇପାରୁଛି, ନା ରାଜ୍ୟର କୌଣସି ପରିବର୍ତ୍ତନ ହେଇପାରିଛି। ଯାହା ପୂର୍ବରୁ ଥିଲା ଆଜି ମଧ୍ୟ ସେଇ ଚିତ୍ର ହିଁ, ସେଇ ମାନଚିତ୍ର ଅଛି। ଆଜି ରାସ୍ତାଘାଟ କଥା କୁହନ୍ତୁ, ଆଜି କୌଣସି ପ୍ରକାର 2 ବର୍ଷ ଏଇ 20 ମାସ ଭିତରେ ରାସ୍ତାଘାଟର ଉନ୍ନତିକରଣ କାମ ହେଇପାରିଲା ନାହିଁ। ପଞ୍ଚାୟତ ରାଜ ଡିପାର୍ଟମେଣ୍ଟର କାମ ସବୁ ଠପ୍ ହେଇ ପଡିଛି, ଉନ୍ନତିମୂଳକ କାମ ହେଇପାରୁନାହିଁ। ଗ୍ରାମାଞ୍ଚଳରେ ଆଜି ବି ଯାଆନ୍ତୁ, ପାନୀୟ ଜଳର ସମସ୍ୟା, ରାସ୍ତାଘାଟର ସମସ୍ୟା, ସ୍ୱାସ୍ଥ୍ୟ, ଶିକ୍ଷା, ଏଇଭଳି ମୌଳିକ ସମସ୍ୟା ଯୋଉ ରହିଛି ଆଜି ପର୍ଯ୍ୟନ୍ତ ସାଧାରଣ ଲୋକ ପାଇବାରୁ ବଞ୍ଚିତ ହଉଛନ୍ତି। ତେଣୁ ଏହା ଏକ ବିଡମ୍ବନା। ଏ ସରକାରଙ୍କ ଅପାରଗତା ପ୍ରମାଣିତ କରୁଛି ଯେ ସରକାର ବଜେଟ୍ କରୁଛନ୍ତି ସତ, କିନ୍ତୁ ବଜେଟ୍ର ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି। ଆଉ ଏ ସରକାର ମାନେ ରାଜ୍ୟକୁ ଚଳାଇବାରେ ମଧ୍ୟ ସେମାନେ ଅକ୍ଷମ ଅଛନ୍ତି।